ଗପ ଆଜିର ଶୀର୍ଷକ ଧ୍ରୁବ। ରାଜା ଉତ୍ତାନପାଦଙ୍କ 2 ଜଣ ରାଣୀ ଥିଲେ, ସୁରୁଚି ଓ ସୁନତି। ସୁରୁଚିଙ୍କର ପୁତ୍ର ଉତ୍ତମ ଓ ସୁନତିଙ୍କର ପୁତ୍ର ଧ୍ରୁବ। ରାଜା ଉତ୍ତାନପାଦ ସୁରୁଚିଙ୍କୁ ବେଶୀ ଭଲ ପାଉଥିଲେ, ତେଣୁ ସୁରୁଚିଙ୍କ ପୁତ୍ର ଉତ୍ତମକୁ କୋଳରେ ଧରି ସିଂହାସନରେ ବସୁଥିଲେ। ଦିନେ ଉତ୍ତାନପାଦ ସିଂହାସନରେ ବସିଥିବା ସମୟରେ ଧ୍ରୁବ ପିତାଙ୍କ କୋଳରେ ବସିବାକୁ ଯାଉଥିବା ଦେଖି ଅନ୍ୟ ମାତା ସୁରୁଚି କହିଲେ, ହେ ବାଳକ, ରାଜ ସିଂହାସନରେ ବସିବା ପାଇଁ ତୋର କୌଣସି ଅଧିକାର ନାହିଁ। ଶ୍ରୀହରିଙ୍କୁ ଡାକ, ଯଦି ପରଜନ୍ମରେ ମୋର ପୁଅ ହୋଇ ଜନ୍ମ ହେବୁ, ତାହେଲେ ରାଜ ସିଂହାସନରେ ବସିବାର ଅଧିକାର ପାଇବୁ। ବିମାତାଙ୍କର ଏହି ତିରସ୍କାର ଶୁଣି ଧ୍ରୁବ କାନ୍ଦି କାନ୍ଦି ମାଙ୍କ ନିକଟରେ ସବୁ କଥା କହିଲେ। ସୁନତି ପୁତ୍ରକୁ କୋଳକୁ ନେଇ ସାନ୍ତ୍ୱନା ଦେଇ କହିଲେ, ପୁତ୍ର, ତୁ ଏକାନ୍ତ ଭାବରେ ଶ୍ରୀହରିଙ୍କୁ ଡାକ, ସେ କୃପା କଲେ ତୁ ରାଜ ସିଂହାସନ ଅବଶ୍ୟ ପାଇବୁ। ମୁନି ଋଷିମାନେ ଯାହାଙ୍କୁ ବନ୍ଦନା କରନ୍ତି, ତୁ ସେହି ଶ୍ରୀହରିଙ୍କୁ ତୋର ମନର କଥା ଜଣାଇଲେ ସେ ତୋର ଡାକ ଶୁଣିବେ। ବାଳକ ଧ୍ରୁବ ମାଙ୍କ କଥାରେ ବିଶ୍ୱାସ ରଖି ରାଜପୁରୀ ତ୍ୟାଗ କରି ଘନ ଅରଣ୍ୟ ମଧ୍ୟରେ ପ୍ରବେଶ କଲେ। ଏହି ସମୟରେ ଦେବଶ୍ରୀ ନାରଦ ଆସି ବାଳକ ନିକଟରେ ଉପସ୍ଥିତ ହୋଇ କହିଲେ, ପୁତ୍ର, ବିନା ତପସ୍ୟାରେ କ'ଣ ଶ୍ରୀହରିଙ୍କୁ ତୁ ପାଇବୁ? ତୁ ଏତେ ଛୋଟ ପିଲା, ତପସ୍ୟା କରିବା ବଡ଼ କଠିନ ବ୍ୟାପାର, ତୁ ପାରିବୁ ନାହିଁ। ଏଥିରୁ ନିବୃତ୍ତ ହୋଇ ତୁ ଘରକୁ ଫେରିଯା। ଧ୍ରୁବ ଏହା ଶୁଣି ଉତ୍ତର ଦେଲେ, ହେ ପ୍ରଭୁ, ମୁଁ ଶ୍ରୀହରିଙ୍କ ଦର୍ଶନ ଚାହେଁ, ମୋର ଅନ୍ୟ କିଛି ଲୋଡ଼ା ନାହିଁ। ଆପଣ ମୋତେ ବତାଇ ଦିଅନ୍ତୁ, ମୁଁ କିପରି ତାଙ୍କ ଦର୍ଶନ ଲାଭ କରିବି। ବାଳକର ଉତ୍ତରରେ ସନ୍ତୁଷ୍ଟ ହୋଇ ଦେବଶ୍ରୀ ନାରଦ କହିଲେ, ବତ୍ସ, ତୁମେ ଠିକ୍ କହିଛ। ଶ୍ରୀହରିଙ୍କ ଚରଣ ବନ୍ଦନା ହିଁ ତାଙ୍କୁ ପାଇବାର ଏକମାତ୍ର ପଥ। ତୁମେ ଯମୁନା ତୀରରେ ଥିବା ମଧୁବନକୁ ଯାଇ ସେଠାରେ ଅବସ୍ଥାନ କର ଓ ଓମ୍ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କର। ଧ୍ରୁବକୁ ଏହି ଉପଦେଶ ଓ ମନ୍ତ୍ରଟି ପ୍ରଦାନ କରି ନାରଦ ଅନ୍ତର୍ହିତ ହୋଇଗଲେ। ନାରଦ ଉପଦେଶ ଅନୁସାରେ ଧ୍ରୁବ ମଧୁବନରେ ଉପସ୍ଥିତ ହୋଇ କଠୋର ତପସ୍ୟାରେ ନିମଗ୍ନ ହେଲେ। ବାଳକର ନିଷ୍ଠା ଓ ତପସ୍ୟା ସନ୍ତୁଷ୍ଟ ହୋଇ ଶ୍ରୀହରି ଦର୍ଶନ ଦେଲେ। ଭଗବାନଙ୍କର ମନମୋହନ ରୂପ ଦେଖି ଧ୍ରୁବ ମୁଗ୍ଧ ହୋଇ ତାଙ୍କର ଶ୍ରୀଚରଣରେ ନିଜକୁ ନିବେଦନ କଲେ। ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଶ୍ରୀହରି ଧ୍ରୁବଙ୍କର କପାଳ ଦେଶ ସ୍ପର୍ଶ କରି ଆଶୀର୍ବାଦ ଦେଲେ ଓ କହିଲେ, ହେ ବତ୍ସ, ତୁମେ ପିତାଙ୍କର ସିଂହାସନ ଲାଭ କରି ବହୁ କାଳ ଧରି ରାଜ୍ୟ ଶାସନ କରିବ। ଏ ଜୀବନ ପରେ ତୁମେ ସ୍ୱର୍ଗ ଲୋକରେ ସ୍ଥାନ ପାଇବ ଏବଂ ଏହା ଶୁଣି ନାମ ଅନୁସାରେ ଧ୍ରୁବାଲୋକ ବୋଲି କଥିତ ହେବ। ଧ୍ରୁବ ଭଗବତ ଚିତ୍ତରେ ଶ୍ରୀହରିଙ୍କ ଚରଣରେ ବନ୍ଦନା କରି କହିଲେ, ପ୍ରଭୁ, ଆଜି ମୋର ବାସନା ସିଦ୍ଧ ହେଲା। ପିତାଙ୍କର ସିଂହାସନ ଅପେକ୍ଷା ଆପଣଙ୍କ ଚରଣ ମୋର ଧ୍ୟେୟ ହୋଇ ରହିଥାଉ। ଭଗବାନ ଅନ୍ତର୍ନିହିତ ହୋଇଯିବା ପରେ ଧ୍ରୁବ ନିଜ ରାଜ୍ୟକୁ ଫେରି ଆସିଲେ। ଇତିପୂର୍ବକ ନାରଦ ମୁଖରୁ ରାଜପୁତ୍ରର ସାଧନା ଓ ସିଦ୍ଧି ଲାଭ କଥା ଶୁଣିଥିଲେ। କଠୋର ତପସ୍ୟା ବଳରେ ପୁତ୍ର ଶ୍ରୀହରିଙ୍କ ଦର୍ଶନ ପାଇଛି ଜାଣି ପିତାଙ୍କର ଆନନ୍ଦର ସୀମା ରହିଲା ନାହିଁ। ଧ୍ରୁବ ଯୌବନରେ ପଦାର୍ପଣ କରନ୍ତେ ରାଜା ଉତ୍ତାନପାଦ ପୁତ୍ରକୁ ରାଜ ସିଂହାସନରେ ଅଭିଷାକ୍ତ କରି ତପସ୍ୟା ନିମନ୍ତେ ବନଗମନ କଲେ। ଧ୍ରୁବ ସିଂହାସନ ଅଭିଷାକ୍ତ ହୋଇ ଶ୍ରୀହରିଙ୍କୁ ସ୍ମରଣ ମନନ କରି ସୁଚାରୁ ରୂପେ ରାଜ୍ୟ ଶାସନ କଲେ। ଧ୍ରୁବ ମହାରାଜ ବହୁ କାଳ ରାଜ୍ୟ ଶାସନ କରିବା ପରେ ପୁତ୍ରକୁ ରାଜ୍ୟ ଦାନ କରି ତପସ୍ୟା ନିମନ୍ତେ ବଦ୍ରିକାଶ୍ରମ ଗମନ କଲେ। ଶ୍ରୀହରିଙ୍କ ଧ୍ୟାନରେ ନିମଗ୍ନ ରହି ଧ୍ରୁବ ଦେହ ତ୍ୟାଗ କରନ୍ତି। ବିଷ୍ଣୁ ଦୂତମାନେ ତାଙ୍କୁ ପୂର୍ବ ନିର୍ଦ୍ଦିଷ୍ଟ ଧ୍ରୁବ ଲୋକକୁ ନେଇଗଲେ। ଆଜି ମଧ୍ୟ ଆକାଶରେ ଧ୍ରୁବ ତାରା ବିରାଜମାନ ରହି ଏହି ମହାତ୍ମ୍ୟଙ୍କ କଥା ମନେ ପକାଇ ଦିଏ।